ପିଲାମାନେ ଆମର ଅଭ୍ୟାସଟା ରହିଯାଇଥିଲା ଦ୍ୱିତୀୟ ପାଠର, ସେଇଟା ଆମେ ଏବେ ଦେଖିବା। ଏଠି କ'ଣ କହିଛି? ୟୋଜୟତୁ ମାନେ ଯୋଗ କର ହେଲା। ଦଶନଃ, ଦଶନଃ ମାନେ କ'ଣ? ଦଶନଃ ମାନେ ହେଲା ଦାନ୍ତ। ଦାନ୍ତକୁ ଦଶନଃ ବୋଲିକି କୁହାଯାଏ ହେଲା। ତ ଆମର ଏଇଠିକି ଯୋଗ କରିଦେବା। ତାପରେ ରୁହ, ଦଶନଃ ଗଲା। ଗୋଟେ ଉଦାହରଣ ଦେଇଦେଇଛି କ'ଣ? ଶଶକଃ, ଶଶକଃ ଦେଇଦେଇଛି ଉଦାହରଣରେ। ଠେକୁଆ, ଶଶକଃ ମାନେ ଠେକୁଆ, ବୁଝିପାରିଲ? ଶଶକଃ ମାନେ ହେଲା ଠେକୁଆ, ଏଇଠି ଦେଇଦେଇଛି। ତାପରେ ଆସିଲା ଇଭଃ। ଇଭଃ କାହାକୁ କୁହାଯାଏ? ହାତୀ। ହାତୀକୁ ଆମେ ଇଭ ବୋଲିକି କହିଥାଉ। ତ ଏଇଠିକି ପଳେଇବ ଦଶନଃ, ଏଇଠିକି ଆସିଲା। ଟଙ୍କମ୍, ଟଙ୍କମ୍ ମାନେ ଟାଙ୍ଗିଆ। ହୟଃ, ହୟଃ ମାନେ ଘୋଡ଼ା। କମଲମ୍, କମଲମ୍ ଏଇଠିକି ପଳେଇ ଆସିବ ପଦ୍ମଫୁଲ। ତାପରେ ରଥଃ, ରଥଃ ଦେଖିଛ ରଥଯାତ୍ରା ଏବେ ସରିଛି, ରଥଃ। ଅଜଃ, ଅଜଃ ମାନେ ହେଲା ଛେଳି, ଏଇଠିକି ପଳେଇ ଆସିଲା। ବୁଝିପାରିଲ? ସବୁ ଏମିତିଟେ ଯୋଗ କରିଦିଅ। ତାପରେ ଏଇଠି ଚିତ୍ର ଦେଇଛି, ଚିତ୍ର ଦେଖିକିରି ନାମ କହିବ ବୋଲି କହିଛି। ହାତୀକୁ କ'ଣ କୁହାଯାଏ? ଇଭଃ, ଇଭ ମାନେ ହାତୀ। ତାପରେ ହସ୍ତୀ ବି କହିପାରିବା ଆମେ, ବୁଝିଲ? ହସ୍ତୀ ବି ଆମେ କହିପାରିବା। ତାପରେ ଆମର ପଦକମ୍, ଲକେଟ୍। ଲକେଟ୍ ଯେଉଁ ମାଳି ଆମେ ପିନ୍ଧୁ ନା, ସେଇଟା ଲକେଟ୍କୁ ଆମେ ପଦକମ୍ ବୋଲିକି କହିଥାଉ। ଟଙ୍କମ୍ ଟାଙ୍ଗିଆ। ତାପରେ ଦଶନଃ ଦନ୍ତ। ବକଃ, ବଗକୁ ଆମେ ବକଃ ବୋଲି କହିଥାଉ। ହୟଃ ଘୋଡ଼ା। ରଥଃ ରଥ। ଶଶକଃ ଠେକୁଆ। କମଲମ୍ ପଦ୍ମଫୁଲ। ତାପରେ ଲାଷ୍ଟରେ ଅଜଃ ମାନେ ଛେଳି। ବୁଝିପାରିଲ? ପିଲାମାନେ ତାପରେ ଆଜି ଆମେ ପୁଣି ତୃତୀୟ ପାଠ ବି ପଢ଼ିବା ହେଲା। କ'ଣ ଅଛି ତୃତୀୟ ପାଠରେ? ମାତ୍ରା ପରିଚୟ। ତମେମାନେ ସମସ୍ତେ ଓଡ଼ିଆରେ ମାତ୍ରା ପଢ଼ିଥିବ, ଜାଣିଛ ସବୁ ମାତ୍ରା, ଜାଣିଛ କି ନାହିଁ? କ ଆକାର କା, ଖ ଆକାର ଖା, ଏମିତି ସବୁ ପଢ଼ିଥିବ ଛୋଟ ଥିଲା ଟାଇମ୍ରେ। ଠିକ୍ ସେହିପରି ଆମର ସଂସ୍କୃତରେ ବି ମାତ୍ରା ରହିଥାଏ, ବୁଝିଲ? ବର୍ଣ୍ଣବୋଧ ବହିରେ ଲେଖା ହେଇଥାଏ, ଦେଖିଥିବ କ ଯୋଗ ଅ ସମାନ କ, ଖ ଯୋଗ ଅ ଖ, କ ଯୋଗ ଆ କା, ଖ ଯୋଗ ଆ ଖା, ଗ ଯୋଗ ଆ ଗା, ଏମିତି ଲେଖା ହେଇଥାଏ। ଠିକ୍ ସେହିପରି ଆମର ସଂସ୍କୃତରେ ବି ରହିଛି। ଏଇଠି ଯାହା ଲେଖା ହେଇଛି ସେଇଟା ହିଁ ଏଇଠି ଲେଖିବ। କ ଯୋଗ, ଯୋଗ ଚିହ୍ନ ତ ଦେଇଛି, ଅ କ ହେଇଯିବ। ସବୁବେଳେ ମନେ ରଖିଥିବ, ସ୍ୱର ବର୍ଣ୍ଣ ମାନେ ଏକା ଥାନ୍ତି, ଆଉ ବ୍ୟଞ୍ଜନ ବର୍ଣ୍ଣ ଯେଉଁ ଅଛି, ଯେଉଁ କ ଖ, ସେଇ କ ଖରେ ସବୁବେଳେ ସ୍ୱର ବର୍ଣ୍ଣଟା ଲାଗିକି ଥାଏ ହେଲା। ସେ ଏକା ନଥାଏ ବ୍ୟଞ୍ଜନ ବର୍ଣ୍ଣ ଯେଉଁ। ତାପରେ ଏଇଠି ବି ଦେଖିଲ କ, କ ଆ, କ ପରେ ଏଇଠି କ, ତାପରେ ଆ। ଏଇଠି ଯେଉଁ ଲେଖା ଅଛି ଏଇଟାକୁ ଏଇଠି ଲେଖିବାର ଅଛି ଖାଲି, ବୁଝିପାରିଲ? ଏମିତି ଲେଖି ଲେଖି ଆଗକୁ ଚାଲିବ। ତାପରେ ଠିକ୍ ଆମର ଦେଇଛି କ ଯୋଗ ଇ କି ହେଲା। କ ଯୋଗ ଦୀର୍ଘ ଇ, କ ଦୀର୍ଘ ଇ କି। କ ଯୋଗ ଉ, କ ହ୍ରସ୍ୱ ଉ। କ ଯୋଗ ଉ ଦୀର୍ଘ ଉ, କ ଦୀର୍ଘ ଉ କୁ। କ ଯୋଗ ରୁ କ୍ରୁ, କ ଯୋଗ ରୁ କ୍ଲୃ, ଏମିତି ଅଛି ହେଲା। କ୍ଲୃ କ୍ରୁ, କ୍ରୁ। ତାପରେ କ ଯୋଗ ଏ କେ ହେଇଯାଇଛି। କ ଯୋଗ ଏ, କ ଯୋଗ ଏ କେ, କ ଯୋଗ ଐ କଇ, କ ଯୋଗ ଓ କୋ, କ ଯୋଗ ଔ କୌ, କ ଯୋଗ ଅମ୍ କମ୍, କ ଯୋଗ ଅହ କହ, କ ଯୋଗ କ।
ଏମିତି ସବୁ ରହିଛି ହେଲା। ମାତ୍ରା ମାନେ ଏଇଟା ଆଜି ଏଇଟା କର ଉଦାହରଣ ଦେଇଛି। ଏଇଥିରେ ସବୁ ଖ ଆସିଯିବ, ଗ ଆସିବ, ଘ ସବୁ ପ୍ରକାର ଆସିବ ଏଇଥିରେ, ବୁଝିପାରିଲ। ତାପରେ ଆମେ ଅଭ୍ୟାସ କରିବା। ସମସ୍ତେ ଲେଖିବ। ଦେଖ ଏଇଥିରେ ଅଭ୍ୟାସରେ ଦେଇଛି, ମୁଁ କହିଲି ସବୁଥିରେ ଏମିତି ହିଁ ହୁଏ। ତ ଚ ଆଉ ଇ ଦେଇଛି, ଏଠି ଚ ପ୍ଲସ୍ ଇ ଦୀର୍ଘ ଇ ଦେଇଛି, ତ ଏଇଠି କ'ଣ ହେଇଯାଇଛି ଚି ହେଇଛି। ତ ଏଇଠି ଯେ ପ ପ୍ଲସ୍ ରୁ ଦେଇଛି, କ'ଣ ଆମେ ଲେଖିବା ପ, କରେ ରୁ ଆସିଲା ତ କ୍ରୁ ହେଇଥିଲା, ପରେ ରୁ ଆସିଲେ ପ୍ରୁ ହେଇଯିବ, ବୁଝିଲ। ତାପରେ ମ ଦେଇଛି, ମ ହର୍ଷଇ ମି ଦେଇଛି, ତ ଏଇଠିରେ କ'ଣ ଲାଗିବ, ମରେ ଇ ଲାଗିଯିବ, ଇ ଲାଗିଲେ ମି ହେଇଯିବ, ବୁଝିଲ। ତାପରେ ଠିକ୍ ସେହିପରି ଏଇଠି କ ଦେଇଛି, ଖାଲି କ ଦେଇଛି, ତ ଆମେ କ'ଣ ଲେଖିବା, ବ୍ୟଞ୍ଜନ ବର୍ଣ୍ଣର କ ଲେଖିଦେବା ହଲନ୍ତ, କ ଯୋଗ କ ହେଇଗଲା। ରୁ ଅଛି, ଏଇଠି ର ଲେଖିଦେବା, ଉ ଅଛି, ରୁ ହେଇଗଲା। ଜ ପ୍ଲସ୍ ଆ, ଏଇଠିରେ କ'ଣ ହେଇଯିବ, ଯା ହେଇଯିବ, ଯା। ତାପରେ ଠିକ୍ ସେପରି ସ ପ୍ଲସ୍ ଏ ସେ। ତାପରେ ଗ ଅଛି, ଗ ପ୍ଲସ୍ ଗ, ରରେ ଉ ମିଶେଇଲେ ରୁ ହେଲା। ତାପରେ ନ ଦେଇଛି, ଏଇଠିରେ ନ ଲେଖିବା, ନ ପ୍ଲସ୍ ଓ ନ, ତ ପ୍ଲସ୍ ରୁ ତ୍ରୁ। ସହଜିଆ ଅଛି ନା, ପୁରା ସହଜିଆ ଅଛି। ଠିକ୍ ସେହିପରି ଲିଖତୁ ଏଇଠି ବୋଲି କହିଲା, ଗି ଦେଇଛି, ତ ଆମେ ଉଦାହରଣରେ ଗ ପ୍ଲସ୍ ଇ ଦୀର୍ଘ ଇ ଗି ଦେଇଛି। ଆମେ ସୁ ଏଇଠି ଲେଖା ଅଛି, ସୁରେ କ'ଣ କରିବା, ସ ପ୍ଲସ୍ ଉ ସୁ। ତାପରେ ନ ପ୍ଲସ୍ ଇ ଦୀର୍ଘ ଇ ନି। ତାପରେ ଏଠି ଗ ଓ ଗୋ, ସ ରୁ ଶ୍ରୁ। ତାପରେ ଏଇଠି କ'ଣ ହେଇଯିବ, ହେ ଦେଇଛି, ହ ଏ ପ୍ଲସ୍ ଏ ହେ। ତ ସବୁଥିରେ ଏଇ ସାଇଡ଼୍ରେ ଲେଖିଲା ବେଳେ ହଲନ୍ତ ଗୋଟେ ଗୋଟେ ଦେଉଥିବ। ତଇ ଦେଇଛି, ତାପରେ ଏଠି ତଇ। ସଉ, ସ ଔ, ସଉ। ମା ଦେଇଛି, ଏଇଠି ମ ଲେଖିବ, ହଲନ୍ତ ଦେବ, ତାପରେ ଏଇଠି ଆ ଲେଖିବ, ମା। ତାପରେ ଏଇଠି କ'ଣ ହେଇଛି, ଟ ଲେଖିବ ଅନୁସ୍ୱାର, ସ ଲେଖିକି ବିସର୍ଗ ଦେବ, ଏମିତି ଏଇଟା ବିସର୍ଗ, ଏଇଠି ହଲନ୍ତ, ଏଇଠି ବିସର୍ଗ ଦେଇ ଲେଖିଦେବ, ସହ ହେଇଗଲା। ବହୁତ ସହଜ ଅଛି ନା ପିଲାମାନେ। ହେଲା, ଆଜି ପାଇଁ ଏତିକି। ପୁଣି ନେକ୍ସଟ କ୍ଲାସ୍ରେ ଆମେ ଚତୁର୍ଥ ପାଠ ପଢ଼ିବା। ଧନ୍ୟବାଦ ସମସ୍ତଙ୍କୁ।